ଆପଣ ଦେଖନ୍ତୁ ଦୀର୍ଘ 10 ଦିନ ବ୍ୟାପୀ ରାଜା ଚକ୍ର ଯିଏକି ଗନ୍ଧମାର୍ଦ୍ଦନ ପର୍ବତରୁ 500 କୋଟି ଟଙ୍କାର ଦୁର୍ନୀତି ଆଦାୟ କରିଥିବା କଥା ଚର୍ଚ୍ଚାକୁ ଆସି ଏବଂ ସେ ବର୍ତ୍ତମାନ ଜେଲ୍ ଭିତରେ। ମୁଁ ଏଠି ସ୍ପଷ୍ଟ କହି ରଖିବାକୁ ଚାହେଁ ଯେଉଁ ରାଜା ଚକ୍ର ଆଜି ଜେଲ୍ ଭିତରେ ଅଛନ୍ତି ତାର ସମ୍ପୂର୍ଣ୍ଣ ସୃଷ୍ଟିକର୍ତ୍ତା ହେଉଛନ୍ତି ଘଷିପୁରାର ବିଧାୟକ ବଦ୍ରି ନାରାୟଣ ପାତ୍ର। ସମ୍ପର୍କରେ ତାଙ୍କର ମାମୁଁ ହୁଅନ୍ତି ଏବଂ ବଦ୍ରି ବାବୁ ଘର ଗଡ଼ବାନ୍ଧଗୁଡ଼ା ଏବଂ ରାଜା ଚକ୍ରଙ୍କ ଗ୍ରାମ ମଧ୍ୟ ସେମ୍ ଭିଲେଜ ଗଡ଼ବାନ୍ଧଗୁଡ଼ା। ଏଇ ଯେଉଁ ରାଜା ଚକ୍ର ଆପଣ ଦେଖିବେ ଏଇ ଫଟୋଟି ରାଜା ଚକ୍ରଙ୍କୁ ବଦ୍ରି ବାବୁ କ'ଣ ଗୋଟେ ପ୍ରଦାନ କରୁଛନ୍ତି। ତାଙ୍କର ଐନକୂଳ ସମ୍ପର୍କ ସାରା ଓଡ଼ିଶା ଜାଣିଛି। 2009ରେ ଯେତେବେଳେ ବଦ୍ରି ବାବୁ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଦୟାରେ ଅର୍ବାନ୍ ମିନିଷ୍ଟର ଓଡ଼ିଶାରେ ହେଲେ ଏବଂ ବଦ୍ରି ବାବୁ ନିଜ ପୁତ୍ରମାନଙ୍କୁ ଜଗେଇଥିଲେ ଘଷିପୁରା ଅଞ୍ଚଳ ବଳି ପର୍ବତ ଖଣି ଏବଂ ରାଜା ଚକ୍ରଙ୍କୁ ଦାୟିତ୍ୱ ଦେଇଥିଲେ 2012ରେ ଗନ୍ଧମାର୍ଦ୍ଦନରୁ ଚୋରି ଉପରେ ଯେଉଁ ଅର୍ଥ କଲେକ୍ସନ୍ ହୁଏ ତାର ବଡ଼ ଭାଗିଦାରୀ ହେଉଛନ୍ତି ବଦ୍ରି ବାବୁ ଏବଂ ସେତେବେଳେ ତତ୍କାଳୀନ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ର। ଏମାନଙ୍କ ଜାଣତରେ ଏତେ ବଡ଼ ଦୁର୍ନୀତି ସେଠି ହେଉଥିଲା। ଆମେ ଯେତେ ଅଭିଯୋଗ କଲେ ମଧ୍ୟ ଆମ କଥା କେହି କର୍ଣ୍ଣପାତ କରୁନଥିଲେ ଏବଂ ପ୍ୟାରୀବାବୁଙ୍କ ପରେ ଯେତେବେଳେ ବଦ୍ରି ବାବୁ ପ୍ୟାରୀମୋହନଙ୍କ ସମ୍ପର୍କରେ କଥା ପଦାକୁ ଆସିଲା ସ୍ୱର୍ଗତ ପ୍ୟାରୀମୋହନଙ୍କ ମୁଖ୍ୟମନ୍ତ୍ରୀ କରିବା ପାଇଁ ବଦ୍ରି ବାବୁ ଯେଉଁ କ୍ଲୋଜ୍ ଡୋର୍ ଭିତରେ ବସିଥିଲେ ଆପଣ ଟିଭି ଦେଖେଇଥିଲା। ତାପରେ এই যে ববি ଆଉ ପାଣ୍ଡିଆନ ଏସବୁ ବଦ୍ରି ବାବୁଙ୍କୁ ଆକ୍ଚୁଆଲି ସନ୍ଦେହ ଘରକୁ ଆଣିଥିଲେ ଏବଂ ସେଇ ଯେଉଁ କଲେକ୍ସନକୁ ତାକୁ ଅନ୍ତର କରିଥିଲେ। ତାପରେ ଥାର୍ଡ ଫ୍ଲୋର ବାଲା ରାଜା ଚକ୍ରକୁ ଇନଷ୍ଟ୍ରକ୍ସନ୍ ଦେଇଥିଲେ ଯାହା ସବୁ ଅର୍ଥ କଲେକ୍ସନ୍ କରୁଛ ସିଧା ଆମ ପାଖକୁ ପଠାଅ ଆଉ ତମେ ରଖ। ବର୍ତ୍ତମାନ ପରିସ୍ଥିତି ଏମିତି ହେଲା ଆଜି ସେ ଜେଲ୍ ଭିତରେ ଅଛି କିନ୍ତୁ ଅସଲ ସୃଷ୍ଟିକର୍ତ୍ତା ହେଉଛନ୍ତି ବିଧାୟକ ବଦ୍ରି ବାବୁ। ରାଜା ଚକ୍ର ଗୋଟେ ନିରୀହ ପିଲା ଥିଲା ତାକୁ ଏଇ କେଳାଙ୍କାରୀ ଭିତରେ ଏଇ ଯେଉଁ କେଳାଙ୍କାରୀ ଏବଂ ଚୋରି ବିଦ୍ୟା ଶିଖେଇଲେ ବଦ୍ରି ବାବୁ। ଯେମିତି ହରିରେ ଲଙ୍କା ଶବ୍ଦ ଏବଂ ଶୈତାନର ବେଦପାଠ ସଦୃଶ ଏଇଟା ଯେଉଁ ବଦ୍ରି ବାବୁ କହୁଛନ୍ତି ମୁଁ କିଛି ଜାଣିନେଇ ସରକାର ପ୍ରୋତ୍ସାହନ କ'ଣ ସେ କେତେ ଏତେ ବଡ଼ ଚୋରି କେମିତି ଗଲା ଏସବୁର ମୂଳ କାରଣ ହେଲେ ବଦ୍ରି ବାବୁ। ନିଶ୍ଚିତ ଭାବରେ ତା ଛଡ଼ା ମୁଁ ଆପଣଙ୍କୁ କହି ରଖିବା ପାଇଁ ଚାହେଁ ଯେ ବଦ୍ରି ବାବୁଙ୍କ ପୁଅ ଦେବାଶିଷ ପାତ୍ର ବଳି ପର୍ବତ ବୋଲି ଗୋଟେ ଖଣି ଅଛି OMC ଅଣ୍ଡରରେ ଆପଣଙ୍କର ସେଠି 2009ରେ ବଦ୍ରି ବାବୁ ତାଙ୍କ ପୁଅକୁ ଦେଲେ ପରିବହନ ସଂସ୍ଥାର ଦାୟିତ୍ୱ। ସଭାପତି କଲେ ନିୟମ ଅଛି ପ୍ରତ୍ୟେକ 3 ବର୍ଷର ସଭାପତି ପରିବର୍ତ୍ତନ ନିର୍ବାଚନ ହେବ ଏବଂ ଯିଏ ଜିତିଲା ସଭାପତି ହେବ। 9ରୁ 11 ବର୍ଷ ଏକଚାଟିଆ ଭାବେ ଦେବାଶିଷ ପାତ୍ର ମା ଟିପର ସଂଘର ସଭାପତି ହେଲେ ଆଉ ଇଲେକ୍ସନ କରେଇଦେଲେନି। ସେଇ ସଂସ୍ଥାର କିଛି ବୈଧତା ନାହିଁ ଏବଂ ତା ଉପରେ ମଧ୍ୟ 2020ରେ ମୁଁ ଅଭିଯୋଗ କରିଥିଲି ତତ୍କାଳୀନ ଡିଜିଙ୍କ ପାଖରେ। କେହି ଆଜ୍ଞା ମୋ କଥାକୁ କର୍ଣ୍ଣପାତ କରିନଥିଲେ। ପାଖାପାଖି 200 କୋଟି ଟଙ୍କାର ଦୁର୍ନୀତି ସେତେବେଳେ ହେଇଥିଲା ବୋଲି ମୁଁ RTI ଆକ୍ଟ ମାଧ୍ୟମରେ ବିଭିନ୍ନ ତଥ୍ୟ ଡିଜିଙ୍କୁ ଦେଇଥିଲି କିନ୍ତୁ ମୋ କଥା କେହି ଶୁଣିନଥିଲେ। ଆଜି ସତ୍ୟ ସାମ୍ନାକୁ ଆସିଛି। ଗନ୍ଧମାର୍ଦ୍ଦନ ଭଳି ବଳି ପର୍ବତକୁ ତଦନ୍ତ ପରିସରଭୁକ୍ତ କରାଯାଉ ଏବଂ ସମୁଦାୟ ଘଟଣା ଚକ୍ରକୁ ବଦ୍ରି ବାବୁଙ୍କୁ ତାଙ୍କ ପିଲାମାନଙ୍କୁ ଏଥିରେ ତଦନ୍ତ ପରିସରଭୁକ୍ତ କଲେ ବିଭିନ୍ନ ଜିନିଷ ଆଜ୍ଞା ପଦକୁ ଆସିବ। ଓଡ଼ିଶା ଚମିକିଲା ଭଳି ଘଟଣା ଘଟିବ ଏବଂ କୋଟି କୋଟି ଟଙ୍କା କଳାଧନ ଜବତ ହେବ।